କାଲି ଅପେକ୍ଷା ମୁଁ ଆଜି ଅଧିକ ଲେମ୍ବୁ ତୋଳିଛି। ଠିକ କହିଲୁ ରେ ମା, ଆଜି ଆମେ ବହୁତ ସାରା ଲେମ୍ବୁ ଜମା କରିଛେ। କାଉ ଭାଇ ନିଶ୍ଚୟ ଆଜି ଅଧିକ ଟଙ୍କା ଦେବେ। ମାରି ତୁ ଏବେ ଘରକୁ ଯା, ମୁଁ କାଉ ଭାଇଙ୍କୁ ଏ ସବୁ ଲେମ୍ବୁ ବିକ୍ରି କରି ଆସେ। ଏମିତି ମା ଚଢ଼େଇ ଲେମ୍ବୁ ଧରି କାଉ ପାଖକୁ ଗଲା। କାଉ ସେ ଜଙ୍ଗଲରେ ସମସ୍ତଙ୍କ ପାଖରୁ ଲେମ୍ବୁ କିଣୁଥିଲା, କିନ୍ତୁ ସମସ୍ତଙ୍କୁ ବହୁତ କମ ଟଙ୍କା ଦେଉଥିଲା। ଏଇ କଣ କାଉ ଭାଇ, ଆଜି ତ ମୁଁ ଅଧିକ ଲେମ୍ବୁ ଆଣିଥିଲି, ତାହେଲେ ତୁମେ କାଲି ଅପେକ୍ଷା ଆଜି ଏତେ କମ ଟଙ୍କା କାହିଁକି ଦେଲ? ଏତେ କମ ଟଙ୍କାରେ ମୁଁ ଘର ଚଳିବି କେମିତି? ଆରେ ଚଢ଼େଇ, ସହରରେ ଏବେ ଲେମ୍ବୁର ଦାମ ବହୁତ କମି ଯାଇଛି। ମୁଁ ଏସବୁ ଲେମ୍ବୁ ବିକ୍ରି କରି ବହୁତ କମ ଟଙ୍କା ପାଉଛି। ଆହୁରି ପୁଣି ଗାଡ଼ିର ବି ଖର୍ଚ୍ଚ ଅଛି, ସେଥିପାଇଁ ଆଜିଠୁ ମୁଁ ଏତିକି ହିଁ ଟଙ୍କା ଦେଇପାରିବି। କିନ୍ତୁ କାଉ ଭାଇ, ମୁଁ ତ ଶୁଣିଥିଲି ସହରରେ ଲେମ୍ବୁର ଦାମ ଅଧିକ, ଆଉ ତୁମେ ଅନେକ ଟଙ୍କାରେ ଲେମ୍ବୁ ବିକ୍ରି କର। ତା ମାନେ ତୁ କଣ କହୁଛୁ? ମୁଁ ମିଛ କହୁଛି? ଏ ଜଙ୍ଗଲରେ ସମସ୍ତେ ମୋ ପାଖରେ ଲେମ୍ବୁ ବିକ୍ରି କରନ୍ତି। ତୁ ଯଦି ଏତିକି ଟଙ୍କାରେ ଖୁସି ନାହୁଁ, ତେବେ କାଲିଠୁ ମୋ ପାଖକୁ ଆଉ ଲେମ୍ବୁ ନେଇକି ଆସିବୁନି। ନା ନା କାଉ ଭାଇ, ମୋର ଭୁଲ ହେଇଗଲା, ତୁମେ ରାଗନି। ତୁମେ ଯଦି ଲେମ୍ବୁ କିଣିବନି, କେହି ବି ମୋ ପାଖରୁ ଲେମ୍ବୁ କିଣିବେନି। ତୁ ଯାହା କହିଲେ ବି ମୁଁ ଆଉ ତୋ ପାଖରୁ ଲେମ୍ବୁ କିଣିବିନି। ଏବେ ତୁ ମତେ ବିରକ୍ତ ନ କରି ଏଠୁ ଯା। ଚଢ଼େଇ ମନ ଦୁଃଖରେ ଘରକୁ ଫେରି ଆସିଲା। ସେ ତାର ଝିଅକୁ ସବୁ ଘଟଣା କହିଲା। ଆମ ଜଙ୍ଗଲରେ ଅଧିକାଂଶ ଚଢ଼େଇ ଲେମ୍ବୁ ଚାଷ କରିଛନ୍ତି। ସହର ଅନେକ ଦୂର, କେହି ବି ଏତେ ଦୂରକୁ ଲେମ୍ବୁ ବିକ୍ରି କରିବାକୁ ଯାଇପାରୁନାହାନ୍ତି। ସେଥିପାଇଁ ସମସ୍ତେ କାଉ ଭାଇଙ୍କୁ ହିଁ ଲେମ୍ବୁ ବିକ୍ରି କରୁଛନ୍ତି। ସେଇ ସୁଯୋଗରେ କାଉ ଭାଇ ବହୁତ କମ ଟଙ୍କା ଆମକୁ ଦେଇ ସହରରେ ଅଧିକ ଦାମରେ ଲେମ୍ବୁ ବିକ୍ରି କରୁଛନ୍ତି। ଏ କଥା ସମସ୍ତେ ଜାଣିଲେ ବି କେହି କିଛି କରିପାରୁନାହାନ୍ତି। ମା, ଆମ ଜଙ୍ଗଲରେ ଅନେକ ଚଢ଼େଇ ଲେମ୍ବୁ ଚାଷ କରିଛନ୍ତି, ସେଥିପାଇଁ କେହି ବି ଲେମ୍ବୁ ବିକ୍ରି କରୁନାହାନ୍ତି। କିନ୍ତୁ ଆମେ ଯଦି ଲେମ୍ବୁରେ ଆଉ କିଛି ତିଆରି କରି ବିକ୍ରି କରିବା, ସେମିତି ହେଲେ ହୁଏତ ସମସ୍ତେ ଆମ ପାଖରୁ ସେ ସବୁ ଜିନିଷ କିଣିବେ। ଏଇ ଯେମିତି ଲେମ୍ବୁ ସରବତ ଆଉ ଲେମ୍ବୁ ଆଚାର। ଆରେ ମା, ତୁ ଏକଦମ ଠିକ କଥାଟି କହିଲୁ। ମୁଁ ତ ଏମିତି ଭାବି ନଥିଲି। କିଛି ଦିନ ତଳେ ହିଁ ମୁଁ ଅନେକ ଗୁଡ଼ିଏ ଲେମ୍ବୁ ଆଚାର ତିଆରି କରିଛି। ଆମେ କାଲି ହିଁ ଦୋକାନ ଦେଇ ଲେମ୍ବୁ ଆଚାର ବିକ୍ରି କରିବା। ଏମିତି କଥା ହେଇ ପରଦିନ ହିଁ ମା ଚଢ଼େଇ ଜଙ୍ଗଲରେ ଏକ ଦୋକାନ ଦେଲା। ସେ ସେଇ ଦୋକାନରେ ଲେମ୍ବୁ ସରବତ ଆଉ ଲେମ୍ବୁ ଆଚାର ବିକ୍ରି କଲା। ଚାଲି ଚାଲି ଭାରି ଥକା ଲାଗିଲାଣି, କୋଉଠି ଯଦି ପାଣି ପିଇବାକୁ ମିଳିଯାନ୍ତା କେତେ ଭଲ ଲାଗନ୍ତା। ଏକ ଚଢ଼େଇ ଲେମ୍ବୁ ସରବତ ବିକ୍ରି କରୁଛି, ମୁଁ ତା ଦୋକାନକୁ ଯାଏ। ଆରେ ଚଢ଼େଇ, ତୁ ଲେମ୍ବୁ ସରବତ ବିକ୍ରି କରୁଛୁ, ମତେ ଗୋଟେ ଗ୍ଲାସ ଦେଲୁ, ଭାରି ଶୋଷ ଲାଗୁଛି। ବାସ୍ ଚଢ଼େଇ, ତ ଲେମ୍ବୁ ସରବତ ଭାରି ବଢିଆ ହେଇଛି, ମୋ ଶୋଷ ମେଣ୍ଟିଗଲା। ଏଇ ନେ ଟଙ୍କା। ଆରେ ଚଢ଼େଇ, ତୁ ଲେମ୍ବୁ ଆଚାର ବିକ୍ରି କରୁଛୁ? ଥରେ ତ ଲେମ୍ବୁ ଆଚାର ଖାଇଥିଲି, ଆଜି ଯାଇ ତାର ସ୍ୱାଦ ଭୁଲିନି। ଦେ ଦେ, ମତେ ଗୋଟେ ବୋତଲ ଲେମ୍ବୁ ଆଚାର ଦେ। ଏମିତି ଧୀରେ ଧୀରେ ଚଢ଼େଇର ଦୋକାନ ବହୁତ ଭଲ ଚାଲିଲା। ସେ ଭଲ ଟଙ୍କା ରୋଜଗାର କରୁଥିଲା। ଏସବୁ ଯେତେବେଳେ କାଉ ଜାଣିବାକୁ ପାଇଲା, ସେ ଖୁବ୍ ରାଗିଗଲା। ଏ ଚଢ଼େଇର ଅନେକ ବୁଦ୍ଧି, ସେ ଏମିତି ବ୍ୟବସାୟ ଆରମ୍ଭ କଲା, ଆଗରୁ କେହି ବି ଏ ବ୍ୟବସାୟ କରିନଥିଲେ। ଚଢ଼େଇକୁ ଦେଖି ଦେଖି ଯଦି ସମସ୍ତେ କିଛି ନା କିଛି ବ୍ୟବସାୟ କରିବେ, ତମ ପାଖରେ ଆଉ କେହି ବି ଲେମ୍ବୁ ବିକ୍ରି କରିବାକୁ ଆସିବେନି। ମୁଁ ସେମିତି କିଛି ହେବାକୁ ଦେବିନି। ଚଢ଼େଇର ଏ ବ୍ୟବସାୟ ମୁଁ ବନ୍ଦ କରିକି ରହିବି। ମିଟୁ, ମିଟୁ, କୁଆଡ଼େ ଗଲୁ? ଶୀଘ୍ର ଏଠାକୁ ଆସେ। କାଉ ମିଟୁକୁ ଡାକି ତା ଯୋଜନା କଥା କହିଲା। ରାତିରେ ମିଟୁ ଚଢ଼େଇର ଲେମ୍ବୁ ବଗିଚାକୁ ଗଲା, ଆଉ ଚଢ଼େଇର ସବୁ ଲେମ୍ବୁ ଗଛ କାଟି ନଷ୍ଟ କରିଦେଲା। ସକାଳେ ଯେତେବେଳେ ଚଢ଼େଇ ଲେମ୍ବୁ ପାଇଁ ଆସିଲା, ଗଛମାନଙ୍କର ଏମିତି ଅବସ୍ଥା ଦେଖି ତ ସେ ମନ ଦୁଃଖରେ କାନ୍ଦିଲା। ଏ ସବୁ କଣ ହେଇଗଲା? କିଏ ମୋର ଏତେ ବଡ଼ କ୍ଷତି କଲା? ଯିଏ ମୋର କ୍ଷତି କରିଛି ସେ କେବେ ଶାନ୍ତିରେ ରହିପାରିବନି। ଏଇ ଲେମ୍ବୁ ବିକ୍ରି କରି ମୁଁ ଅନେକ କିଛି କରିବି ଭାବିଥିଲି, ହେଲେ ଏବେ କଣ ହେବ? ପୁଣି ଥରେ ଲେମ୍ବୁ ଚାଷ କଲେ ତ ଅନେକ ସମୟ ଲାଗିବ। ମନ ଦୁଃଖ କରନି ମା, ଆମ ଘରେ କିଛି ଲେମ୍ବୁ ଆଚାର ଅଛି, ଆଜି ତୁମେ ସେସବୁ ବିକ୍ରି କରିଥାଅ। ହଁ ରେ ମା, ତୁ ଯା ଘରେ ଲେମ୍ବୁ ଆଚାର ରେଡି କରିବୁ। ମୁଁ ଏବେ ପାରା ଭଉଣୀଙ୍କ ଘରକୁ ଯାଏ,
ଆଜି ତାଙ୍କଠୁ କିଛି ଲେମ୍ବୁ ଆଣି ଦୋକାନ ଖୋଲିଥାଏ। ଆଚ୍ଛା ଠିକ ଅଛି ମା। ଏମିତି ଚଢ଼େଇ ଶୀଘ୍ର ପାରା ଘରକୁ ଗଲା ଆଉ ତାକୁ ସବୁ ଘଟଣା କହିଲା। ଆରେ ଚଢ଼େଇ, ମୁଁ ତ ସବୁ ଲେମ୍ବୁ କାଉ ଭାଇକୁ ବିକ୍ରି କରିଦେଇଛି। ମୋ ପାଖରେ ଆଉ ଲେମ୍ବୁ ନାହିଁ। ଯାହା ବି ଅଛି ସେସବୁ ବହୁ ଛୋଟ ଛୋଟ। ଚଢ଼େଇ, ତୁ ଗୋଟେ କାମ କର, ଜଙ୍ଗଲର ଉତ୍ତର ଦିଗକୁ ଯା। ମୁଁ କାଲି ସେଠି ଗୋଟେ ବଡ଼ ଲେମ୍ବୁ ଗଛ ଦେଖିଥିଲି। ସେ ଗଛରେ ବହୁତ ବଡ଼ ବଡ଼ ଲେମ୍ବୁ ପଡ଼ିଥିଲା। ତୁ ସେଥିରୁ କିଛି ଲେମ୍ବୁ ନେଇ ଆସେ। ତୁମେ ସତ କହୁଛ ପାରା ଭଉଣୀ? ତେବେ ଠିକ ଅଛି, ମୁଁ ଏବେ ହିଁ ସେ ଗଛ ଖୋଜିବାକୁ ଯିବି। ତାପରେ ଚଢ଼େଇ ସେ ଲେମ୍ବୁ ଗଛ ଖୋଜିବାକୁ ଗଲା। ସେ ଅନେକ ଖୋଜିଲା ପରେ ବି ଲେମ୍ବୁ ଗଛ ପାଇଲାନି। ଏମିତି ସେ ବହୁତ ଭିତରକୁ ଚାଲିଗଲା। ଯାଉ ଯାଉ ସେ ଗୋଟେ ତରଭୁଜ ଜମି ଦେଖିଲା। ଏତେ ସମୟ ଖୋଜିଲେଣି, ହେଲେ ଏଠି ତ ଗୋଟେ ବି ଲେମ୍ବୁ ଗଛ ନାହିଁ। ଆଉ ଏ ତରଭୁଜ ଜମି କାହାର? ଜଙ୍ଗଲର ଏତେ ଭିତରେ କିଏ ତରଭୁଜ ଚାଷ କରିଛି? ମୋ ଝିଅ ଅନେକ ଦିନରୁ ତରଭୁଜ ଖାଇବ କହୁଥିଲା। ମୁଁ ଏ ଜମିରୁ ଗୋଟେ ତରଭୁଜ ମୋ ଝିଅ ପାଇଁ ନେଇଦିଏ। ଯେମିତି ଚଢ଼େଇ ଗୋଟେ ତରଭୁଜ ଛିଡ଼େଇ ଆଣିଲା, ତରଭୁଜ ଭିତରୁ ଏକ ପରି ବାହାରି ଆସିଲା। କିଏ ତୁମେ? ଆଉ ତୁମେ ତରଭୁଜ ଭିତରେ ଥିଲ? ଦୟାକରି ମୋର କିଛି କ୍ଷତି କରନି। ଭୟ କରନି ଚଢ଼େଇ, ମୁଁ ତୋର କିଛି କ୍ଷତି କରିବିନି। ମୁଁ ଜଣେ ପରି ଏ ତରଭୁଜରେ ବନ୍ଦୀ ହେଇଥିଲି। ତୁ ମତେ ମୁକ୍ତ କଲୁ, ସେଥିପାଇଁ ମୁଁ ଏବେ ତତେ ପୁରସ୍କାର ଦେବି। ଏଇ କିଛି ସୁନା ଟଙ୍କା ନେ। ଏଥିରେ ତୁ ତୋର ସବୁ ଅଭାବ ଦୂର କରିପାରିବୁ। ତୁମକୁ ଅନେକ ଅନେକ ଧନ୍ୟବାଦ ପରି। ତାପରେ ପରି ସେଠାରୁ ଚାଲିଗଲା। ମା ଚଢ଼େଇ ବି ସୁନା ଟଙ୍କା ଧରି ଘରକୁ ଫେରିଲା। ସେ ତାର ଝିଅକୁ ସବୁ ଘଟଣା କହିଲା। ଧୀରେ ଧୀରେ ଚଢ଼େଇ ବହୁତ ଧନୀ ହେଇଗଲା। ସେ ଗୋଟେ ବଡ଼ ଦୋକାନ ଦେବା ସହ ବଡ଼ ଘର ବି କିଣିଲା। ଏସବୁ ଯେତେବେଳେ କାଉମାନେ ଜାଣିଲେ, ସେମାନେ ଚଢ଼େଇ ଉପରେ ନଜର ରଖିଲେ ଆଉ ଜାଣିଗଲେ ଚଢ଼େଇ କେମିତି ଧନୀ ହେଇଛି। କାଲେ ମୁଁ ବି ସେଇ ତରଭୁଜ ଜମି ଖୋଜିବାକୁ ଯିବି ଆଉ ଦେଖିବି ଚଢ଼େଇର କଥା ସତ କି ମିଛ। ଏମିତି କହି କାଉ ପରଦିନ ହିଁ ତରଭୁଜ ଜମି ଖୋଜିବାକୁ ଗଲା। କିଛି ସମୟ ଖୋଜିଲା ପରେ ସେମାନେ ତରଭୁଜ ଜମି ପାଇଗଲେ। ଯେମିତି ସେମାନେ ଗୋଟେ ତରଭୁଜ ଛିଡ଼େଇଲେ, ତରଭୁଜ ଭିତରୁ ଗୋଟେ ପରି ବାହାରି ଆସିଲା। ସେ ବି କାଉକୁ ସୁନା ଟଙ୍କା ଦେଲା। କାଉ ଖୁସିରେ ଘରକୁ ଫେରିଲା ଆଉ ତାର ସ୍ତ୍ରୀକୁ ସବୁ ଘଟଣା କହିଲା। ଆରେ ତୁମେ କଣ କଲ? ଗୋଟିଏ ତରଭୁଜ କାହିଁକି ଛିଡ଼େଇଲ? ଆଉ 2-4ଟା ଛିଡ଼େଇଥିଲେ ସେଥିରୁ ବି ପରି ବାହାରିଥାନ୍ତେ ଆଉ ତୁମକୁ ଅନେକ ସୁନା ଟଙ୍କା ଦେଇଥାନ୍ତେ। କାଲି ସକାଳେ ମୁଁ ବି ତୁମ ସାଙ୍ଗରେ ଯିବି ଆଉ ସବୁ ପରିମାନଙ୍କୁ ମୁକ୍ତ କରି ସୁନା ଟଙ୍କା ଆଣିବି। ଏମିତି ଯୋଜନା ବନେଇ କାଉମାନେ ସକାଳେ ସେ ତରଭୁଜ ଜମିକୁ ଗଲେ। କାଉର ସ୍ତ୍ରୀ ଚାରିଦିଗକୁ ଭଲ ଭାବରେ ଦେଖିଲା। ସେତେବେଳେ ସେ ଗୋଟେ ବଡ଼ ଲାଲ ତରଭୁଜ ଦେଖିବାକୁ ପାଇଲା। ଆରେ ଦେଖ ଦେଖ, ସେଇଟା ଗୋଟେ ବଡ଼ ଲାଲ ତରଭୁଜ। ମତେ ଲାଗୁଛି ସେଠି ପରିମାନଙ୍କ ରାଣୀ ବନ୍ଦୀ ହେଇଥିବ। ଆଗ ଚାଲ ଆମେ ତାକୁ ମୁକ୍ତ କରିବା। ସେମିତି ହେଲେ ସେ ଆମକୁ ହୀରାମତି ମାଣିକ ଦେବ। ଆଚ୍ଛା ଠିକ ଅଛି, ଯା ସେ ତରଭୁଜ ତୋଳିବୁ। କାଉର ସ୍ତ୍ରୀ ଯେମିତି ଲାଲ ତରଭୁଜକୁ ତୋଳିଲା, ତରଭୁଜ ଭିତରୁ ଏକ ଭୟଙ୍କର ପିଶାଚି ବାହାରିଲା। କିଏ ମୋ ନିଦ ଭାଙ୍ଗିବାକୁ ସାହସ କଲା? ଆମେ ତୁମ ନିଦ ଭାଙ୍ଗିନୁ, ଆମେ ତୁମକୁ ମୁକ୍ତ କରିଛୁ। ଏବେ ଆମକୁ ସୁନା ଟଙ୍କା ଦିଅ ଆଉ ତା ସହ ହୀରା ମୋତି ମାଣିକ ବି ଦିଅ। ତମେ ମାନେ ମୋ ନିଦ ଭାଙ୍ଗିଛ ଆଉ ତାପରେ ସୁନା ହୀରା ମାଗୁଛ? ଆମେ ଏଠି ଥିବା ଅନେକ ପରୀଙ୍କୁ ମୁକ୍ତ କରିଛୁ। ସେମାନେ ଆମକୁ ସୁନା ଟଙ୍କା ଦେଇଛନ୍ତି, ତୁମେ କାହିଁକି ଦେବନି? କଣ ହେଲା? ତମେ ମାନେ ପରୀମାନଙ୍କୁ ମୁକ୍ତ କରିଦେଲ? ମୁଁ ସେମାନଙ୍କୁ ବନ୍ଦୀ କରି ରଖିଥିଲି ଆଉ ତାପରେ ଏ ତରଭୁଜ ଘରେ ଶୋଇଥିଲି। ଏବେ ତମେ ମାନେ ଶାସ୍ତି ପାଇବ। ଏ ସବୁ କଣ ହେଇଗଲା? ଆମର ଭୁଲ ହେଇଗଲା, ଆମକୁ କ୍ଷମା କରିଦିଅ। ଦୟାକରି ଆମକୁ ଛାଡ଼ି ଦିଅ, ଆମେ ଆଉ କେବେ ଏଠାକୁ ଆସିବୁନି। ପିଶାଚି 2 କାଉଙ୍କର କିଛି କଥା ଶୁଣିଲାନି। ସେ ସେମାନଙ୍କୁ 2ଟି ତରଭୁଜ କରି ସେଇ ଜମିରେ ରଖିଦେଲା ଆଉ ତାପରେ ସେ ଶୋଇବାକୁ ଗଲା। ଅନେକ ଦୂର ଏକ ଜଙ୍ଗଲରେ ସବୁ ପଶୁପକ୍ଷୀ ମିଳିମିଶି ରହୁଥିଲେ। ପକ୍ଷୀମାନଙ୍କର ରାଜା ଥିଲା ଚିଲ। ଚିଲ ତାଙ୍କ ଜଙ୍ଗଲରେ ଗୋଟିଏ ସ୍କୁଲ ଖୋଲିଥିଲା। ସବୁ ଚଢ଼େଇ ଛୁଆ ସେ ସ୍କୁଲରେ ପାଠ ପଢୁଥିଲେ।
ଦିନେ କୁନି ଚଢ଼େଇ ସ୍କୁଲରୁ ଘରକୁ ଫେରୁଥିଲା। ସେତେବେଳେ ସେ ଦେଖିଲା ଚିଲର ଝିଅ ରୋଜି ଆଇସ୍କ୍ରିମ୍ ଖାଉଛି। ଆରେ ରୋଜି, ତୁ ଆଇସ୍କ୍ରିମ୍ ଖାଉଛୁ? ତୁ ଆଇସ୍କ୍ରିମ୍ କୋଉଠୁ ଆଣିଲୁ? ଆମ ଜଙ୍ଗଲରେ ତ କେହି ବି ଆଇସ୍କ୍ରିମ୍ ବିକ୍ରି କରନ୍ତିନି। ମୁଁ ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା କଲି ବୋଲି ମୋ ବାପା ସହରରୁ ମୋ ପାଇଁ ଆଇସ୍କ୍ରିମ୍ ମଗେଇଛନ୍ତି। ମତେ ଆଇସ୍କ୍ରିମ୍ ଖାଇବାକୁ ଭାରି ଭଲ ଲାଗେ। ରୋଜି, ମୁଁ ଆଜି ଯାଏ କେବେ ବି ଆଇସ୍କ୍ରିମ୍ ଖାଇନି। ତୋ ପାଖରେ ତ 2ଟା ଆଇସ୍କ୍ରିମ୍ ଅଛି। ମତେ ଗୋଟେ ଆଇସ୍କ୍ରିମ୍ ଦେ, ମୁଁ ଖାଇବି। ମତେ ବି ଆଇସ୍କ୍ରିମ୍ ଖାଇବାକୁ ଭାରି ଇଚ୍ଛା ହଉଛି। ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହଉଛି ବୋଲି କଣ ମୁଁ ତତେ ମୋ ଆଇସ୍କ୍ରିମ୍ ଦେଇଦେବି? ମୋ ବାପା ମୋ ପାଇଁ ଆଇସ୍କ୍ରିମ୍ ମଗେଇଛନ୍ତି। ମୁଁ ତତେ କଣ ପାଇଁ ମୋ ଆଇସ୍କ୍ରିମ୍ ଦେବି? ତୋର ଯଦି ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହଉଛି, ତୁ ଯା ତୋ ମାକୁ କହିବୁ, ସେ ତୋ ପାଇଁ ଆଇସ୍କ୍ରିମ୍ କିଣିଦେବେ। ଆରେ ମା ରୋଜି, ତୁ ଏଇଠି ଅଛୁ? ମୁଁ ତତେ କେତେ ଆଡେ ଖୋଜିଲିଣି। ଆସ ଘରକୁ ଯିବା, ବାପା ତୋ ପାଇଁ ବ୍ୟସ୍ତ ହେଉଛନ୍ତି। ଆରେ କୁନି, ତୁ ଘରକୁ ନ ଯାଇ ଏଠି କଣ କରୁଛୁ? ମା, ଦେଖ ନା, କୁନି ମତେ ଆଇସ୍କ୍ରିମ୍ ମାଗୁଛି। ମୁଁ ତାକୁ ମନା କଲି ବି ସେ ଏଠୁ ଯାଉନି। କଣ ହେଲା କୁନି, ତୋର ଏତେ ସାହସ? ମୋ ଝିଅକୁ ଏକା ଦେଖି ତାକୁ ଆଇସ୍କ୍ରିମ୍ ମାଗିବାକୁ ଚାଲି ଆସିଲୁ? ତୋ ଭଳି ଗରିବ ମାନେ ଭାରି ଲୋଭି ହେଇଥାନ୍ତି। ତୁ ଏଠୁ ଜଲ୍ଦି ପଳା, ନହେଲେ ମୁଁ ପିଟି ପିଟି ତତେ ଏଠୁ ବାହାର କରିଦେବି। ରାଣୀ ମା, ମୁଁ କଣ ଭୁଲ କଲି ଯେ ମତେ ପିଟିବ? ମୁଁ ତ କେବଳ ଗୋଟେ ଆଇସ୍କ୍ରିମ୍ ଖାଇବାକୁ ମାଗୁଥିଲି। ତୁମ ପାଖରେ ଅନେକ ଟଙ୍କା ଅଛି। ମତେ ଗୋଟିଏ ଆଇସ୍କ୍ରିମ୍ ଦେଇଥିଲେ ତୁମ ଟଙ୍କା ସରିଯାଇ ନଥାନ୍ତା। ଠିକ ଅଛି, ମୁଁ ଆଉ କେବେ ବି ରୋଜି ସହ କଥା ହେବିନି। ଏମିତି କହି ମନ ଦୁଃଖରେ କୁନି ନିଜ ଘରକୁ ଫେରିଗଲା। ମା, ମତେ ଆଜି ଆଇସ୍କ୍ରିମ୍ ଆଣିଦେବ? ମୋର ନା ଆଇସ୍କ୍ରିମ୍ ଖାଇବାକୁ ଭାରି ଇଚ୍ଛା ହଉଛି। ମୁଁ ଆଜି ସ୍କୁଲରୁ ଫେରିବା ସମୟରେ ଦେଖିଲି ଚିଲ ରାଜାଙ୍କ ଝିଅ ରୋଜି ଆଇସ୍କ୍ରିମ୍ ଖାଉଥିଲା। ସେ କହୁଥିଲା ଆଇସ୍କ୍ରିମ୍ ଭାରି ମିଠା। ମା କୁନି, ଯିଏ ଯାହା ଖାଇଲା ତା ଦେଖି ଜିଦ୍ କରିବା ଠିକ୍ ନୁହଁ। ଆମ ଜଙ୍ଗଲରେ କେହି ବି ଆଇସ୍କ୍ରିମ୍ ବନାନ୍ତିନି। ଯାହାକୁ ବି ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହୁଏ ସେ ସହରକୁ ଯାଏ। ସହର ଏଠାରୁ ଅନେକ ଦୂର। ସହରକୁ ଯିବା ପାଇଁ ମୁଁ ଏତେ ଟଙ୍କା କୋଉଠୁ ଆଣିବି କହିଲୁ? ତୁ ଆଉ କିଛି ଦିନ ଅପେକ୍ଷା କର, ମୁଁ ଟଙ୍କା ଜମା କଲେ ସହରକୁ ଯାଇ ତୋ ପାଇଁ ଆଇସ୍କ୍ରିମ୍ ଆଣିଦେବି। ଠିକ ଅଛି ମା, ମୁଁ ଆଉ କେବେ ବି ଆଇସ୍କ୍ରିମ୍ ଖାଇବାକୁ ଜିଦ୍ କରିବିନି। ତୁମ ପାଖରେ ଯେବେ ଟଙ୍କା ହେବ ମତେ ସେବେ ଆଇସ୍କ୍ରିମ୍ ଆଣିଦେବ। ମା କୁନି, ମୁଁ ପାଣି ଆଣିବାକୁ ଯାଉଛି। ତୁ ଘର ଛାଡି କୁଆଡେ ବି ଯିବୁନି। ମୁଁ ଶୀଘ୍ର ଫେରି ଆସିବି। ଆରେ, ଏଠି କଣ ଗୋଟେ ସୁନା ଟଙ୍କା ପଡିଛି? କିଏ ଏଠି ଏମିତି ସୁନା ଟଙ୍କା ପକେଇଛି? ଏଇ ତ ଆଗରେ ଜଣେ ବୁଢୀମା ଅଛନ୍ତି। ଏଇ ସୁନା ଟଙ୍କା ବୋଧେ ତାଙ୍କର। ବୁଢୀମା, ରହିଯାଅ, ଏଠି ତୁମ ସୁନା ଟଙ୍କା ପଡିଛି। ତୁମ ସୁନା ଟଙ୍କା ତୁମେ ନେଇକି ଯାଅ। କଣ? କିଏ ତୁମେ? ଆଉ ବୁଢୀମା କୁଆଡେ ଗଲେ? ଆରେ ଚଢେଇ, ମୁଁ ହେଉଛି ଇଚ୍ଛା ପରି। ମୁଁ ସମସ୍ତଙ୍କ ଇଚ୍ଛା ପୂରା କରେ। ତମ କଷ୍ଟ କଥା ଜାଣି ମୁଁ ଏଠି ସୁନା ଟଙ୍କା ପକେଇଥିଲି। ଆଉ ଗୋଟେ ବୁଢୀର ରୂପ ନେଇ ତୋର ପରୀକ୍ଷା କରୁଥିଲି। ମୁଁ ଜାଣିଗଲି ତୁ କେତେ ଭଲ। ମତେ ତୋର ଗୋଟେ ଇଚ୍ଛା କହ, ମୁଁ ତୋର ଇଚ୍ଛା ପୂରା କରିବି। ମୋର ଆଉ କଣ ଇଚ୍ଛା ରହିବା ପରି? ମୁଁ ଗୋଟେ ହତଭାଗିନୀ ମା। ମୋ ଝିଅର ଇଚ୍ଛା ମୁଁ ପୂରା କରିପାରୁନି। ପରି, ତୁମେ ଯଦି ମତେ କିଛି ଦେବାକୁ ଚାହୁଁଛ ତେବେ ମତେ ଗୋଟେ ଆଇସ୍କ୍ରିମ୍ ଦିଅ। ମୋ ଝିଅ ଆଇସ୍କ୍ରିମ୍ ଖାଇବାକୁ କେତେ ମନ କରିଛି। ତୁ ଆଉ କାନି ଚଢେଇ, ମୁଁ ତତେ ଗୋଟେ ଏମିତି ଉପହାର ଦେବି ତୋ ଝିଅ ସବୁଦିନ ଆଇସ୍କ୍ରିମ୍ ଖାଇପାରିବ। ଏଇ ନେ। ଏ ଚାରା ଗଛକୁ ନେଇ ନିଜ ଘର ଅଗଣାରେ ଲଗେଇଦେବୁ। ସକାଳେ ଏ ଗଛ ତମମାନଙ୍କୁ ଅନେକ ଆଇସ୍କ୍ରିମ୍ ଦେବ। ତୁମେ ସତ କହୁଛ ପରି? ଏ ଗଛ ଆଇସ୍କ୍ରିମ୍ ଦେବ? ସେମିତି ହେଲେ ତ ମୋ ଝିଅ ଆଇସ୍କ୍ରିମ୍ ଖାଇପାରି ଅନେକ ଖୁସି ହେବ। ତୁମକୁ ଅନେକ ଅନେକ ଧନ୍ୟବାଦ ପରି। ଏମିତି କହି ମା ଚଢ଼େଇ ସେ ଚାରା ଗଛ ଧରି ନିଜ ଘରକୁ ଆସିଲା ଆଉ ନିଜ ଘର ଅଗଣାରେ ଲଗେଇଦେଲା। ମା, ଏ ଚାରା ଗଛଟା ତୁମେ କୋଉଠୁ ଆଣିଲ? ଆଉ ଏ ଗଛ ଆମର କୋଉ କାମରେ ଆସିବ? ମାରେ, ଆଜି ମୁଁ ପାଣି ଆଣିବାକୁ ଯିବା ସମୟରେ
କ'ଣ କହୁଛ ମା? ଗଛରେ କ'ଣ କେବେ ଆଇସ୍କ୍ରିମ ଫଳେ? ସେମିତି ହେଲେ ତ ବହୁତ ଭଲ ହେବ। ମୁଁ ସବୁଦିନ ଆଇସ୍କ୍ରିମ ଖାଇପାରିବି। ଏମିତି ସେ ଦିନ ବିତିଗଲା। ପରଦିନ ସକାଳେ କୁନି ଆଉ ତାର ମା ବାହାରକୁ ଆସି ଦେଖିଲେ ସେମାନେ ଲଗେଇଥିବା ଚାରା ଗଛ ବଡ଼ ହେଇ ସେଥିରେ ଅନେକ ଆଇସ୍କ୍ରିମ ଫଳିଛି। ମା ମା ଦେଖ, ଏ ଗଛରେ କେତେ ଆଇସ୍କ୍ରିମ ଅଛି। ଏବେ ମୁଁ ମନ ଭରି ଆଇସ୍କ୍ରିମ ଖାଇପାରିବି। ହଁ ହଁ, ଏବେ ତୁ ଆଇସ୍କ୍ରିମ ଖାଇପାରିବୁ। ହେଲେ ଏତେ ଗୁଡ଼େ ଆଇସ୍କ୍ରିମ ଆମେ ଖାଇକି ସାରିପାରିବାନି। ମୁଁ ଭାବୁଛି କିଛି ଆଇସ୍କ୍ରିମ ନେଇ ବଜାରରେ ବିକ୍ରି କରିବି। ଆମ ଜଙ୍ଗଲରେ ଗୋଟେ ବି ଆଇସ୍କ୍ରିମ ଦୋକାନ ନାହିଁ। ମୁଁ ଆଇସ୍କ୍ରିମ ଦୋକାନ ଦେଲେ ଆମ ସହ ଅନ୍ୟ ସମସ୍ତେ ବି ଆଇସ୍କ୍ରିମ ଖାଇପାରିବେ। ଏମିତି କହି ମା ଚଢ଼େଇ କିଛି ଆଇସ୍କ୍ରିମ ପାଳି ବଜାରକୁ ନେଇ ବିକ୍ରି କଲା। ସେ ଆଇସ୍କ୍ରିମ ଏତେ ମିଠା ଥିଲା ଯେ ସମସ୍ତେ ତା ପାଖରୁ ହିଁ ଆଇସ୍କ୍ରିମ କିଣି ନେଉଥିଲେ। ଆରେ ରିନୁ, ତୋ ଆଇସ୍କ୍ରିମ ଭାରି ମିଠା। ଏମିତି ଆଇସ୍କ୍ରିମ ଆମେ ଆଗରୁ କେବେ ଖାଇନଥିଲୁ। ଆମକୁ ଟିକେ କହ, ତୁ ଏତେ ବଢିଆ ବଢିଆ ଆଇସ୍କ୍ରିମ କେମିତି ବନଉଛୁ? ମା ଚଢ଼େଇ ପରୀର ସବୁ ଘଟଣା ସମସ୍ତଙ୍କୁ କହିଦେଲା। ଧୀରେ ଧୀରେ ଏକଥା ପୁରା ଜଙ୍ଗଲରେ ପ୍ରଚାର ହେଇଗଲା। ମହାରାଜ, ଆପଣ ଶୁଣିଲେ ନା ନାହିଁ? ରିନୁ ଗୋଟେ ପରୀ ପାଖରୁ ଯାଦୁର ଆଇସ୍କ୍ରିମ ଗଛ ପାଇଛି। ସେ ଗଛରେ ସବୁଦିନ ଆଇସ୍କ୍ରିମ ଫଳୁଛି। ସେ ଆଇସ୍କ୍ରିମ ଏତେ ମିଠା ଯେ ସମସ୍ତେ ରିନୁ ପାଖରୁ ହିଁ ଆଇସ୍କ୍ରିମ କିଣୁଛନ୍ତି। ସତରେ ନା କ'ଣ? ତାହେଲେ ତ ଏବେ ହିଁ ଆମେ ରିନୁକୁ ଡାକିବା। ସେ କେମିତି ଆଇସ୍କ୍ରିମ ଗଛ ପାଇଲା ତାଠୁ ଜାଣିବା। ତାପରେ ତୁ ବି ଗୋଟେ ସେମିତି ଆଇସ୍କ୍ରିମ ଗଛ ଆଣିବାକୁ ଚେଷ୍ଟା କରିବୁ। ସିପାହୀ, ଯାଅ ଶୀଘ୍ର ସେ ରିନୁକୁ ଡାକି ଆଣିବ। ସିପାହୀମାନେ ଶୀଘ୍ର ଯାଇ ରିନୁକୁ ଧରି ଆଣିଲେ। ରିନୁ ରାଜା ଚିଲକୁ ସେ କେମିତି ଆଇସ୍କ୍ରିମ ଗଛ ପାଇଲା ସବୁ ଘଟଣା କହିଲା। ମହାରାଜ, ମୁଁ ଯେତେବେଳେ ପାଣି ଆଣିବାକୁ ଗଲି ରାସ୍ତାରେ ଗୋଟେ ସୁନା ଟଙ୍କାର ପଡ଼ିଥିବାର ଦେଖିଲି। ପାଖରେ ଜଣେ ବୁଢ଼ୀମା ଥିଲେ। ମୁଁ ତାଙ୍କୁ ସେ ସୁନା ଟଙ୍କା ଫେରେଇବାରୁ ସେ ଖୁସି ହେଇ ମୋତେ ଆଇସ୍କ୍ରିମ ଗଛ ଦେଲେ। ଆଚ୍ଛା, ତୁ ତାହେଲେ ଏମିତି ଆଇସ୍କ୍ରିମ ଗଛ ପାଇଲୁ। ହଉ, ତୁ ଏବେ ଘରକୁ ଯା। ରିନୁର କଥା ଶୁଣି ପରଦିନ ଚିଲର ସ୍ତ୍ରୀ ବି ଆଇସ୍କ୍ରିମ ଗଛ ଲୋଭରେ କଳସୀ ଧରି ପାଣି ଆଣିବାକୁ ଗଲା। ସେଠାରେ ସେ ଦେଖିଲା ରାସ୍ତାରେ ଅନେକ ଗୁଡ଼ିଏ ସୁନା ଟଙ୍କା ପଡ଼ିଛି। ପାଖରେ ଜଣେ ବୁଢ଼ୀମା ବି ଅଛନ୍ତି। ଏ କ'ଣ? ଏଠି ତ ଅନେକ ଗୁଡ଼ିଏ ସୁନା ଟଙ୍କା ପଡ଼ିଛି। ରିନୁ ତ କହୁଥିଲା ସେ ବୁଢ଼ୀମାକୁ ଗୋଟେ ସୁନା ଟଙ୍କା ଦେଲା, ଆଉ ବୁଢ଼ୀମା ତା ବଦଳରେ ତାକୁ ଗୋଟେ ଆଇସ୍କ୍ରିମ ଗଛ ଦେଲେ। ମୁଁ ଗୋଟେ କାମ କରି ମୁଁ ଏ ସବୁ ସୁନା ଟଙ୍କା ମୋ କଳସୀରେ ଲୁଚେଇ ଦିଏ। କେବଳ ଗୋଟିଏ ସୁନା ଟଙ୍କା ବୁଢ଼ୀମାକୁ ଦେଇ ତାଠୁ ଆଇସ୍କ୍ରିମ ଗଛ ନିଏ। ମତେ ଆଇସ୍କ୍ରିମ ଗଛ ସହ ଏତେ ସାରା ସୁନା ଟଙ୍କା ବି ମିଳିଯିବ। ବୁଢ଼ୀମା, ମୋ କଥା ଟିକେ ଶୁଣ। ଏଠି ଗୋଟେ ସୁନା ଟଙ୍କା ପଡ଼ିଛି। ଏଇ ସୁନା ଟଙ୍କା ନିଅ, ଆଉ ରିନୁ ପରି ମତେ ବି ଗୋଟେ ଆଇସ୍କ୍ରିମ ଗଛ ଦିଅ। ଚୁପ୍ କର ଲୋଭୀ ପକ୍ଷୀ। ମୁଁ ଏଠି ଗୋଟିଏ ସୁନା ଟଙ୍କା ରଖିନଥିଲି। ମୁଁ ଏଠି ଅନେକ ଗୁଡ଼ିଏ ସୁନା ଟଙ୍କା ରଖିଥିଲି। ତୁ ମୋର ସବୁ ସୁନା ଟଙ୍କା ଚୋରି କରି ମତେ କେବଳ ଗୋଟେ ସୁନା ଟଙ୍କା ଫେରଉଛୁ। ତୁ ଗୋଟେ ରାଜାର ସ୍ତ୍ରୀ ହେଇ ବି ନିଜ ଲୋଭ ସମ୍ଭାଳି ପାରିଲୁନି। ଏବେ ତୁ ତ ଲୋଭର ଶାସ୍ତି ପାଇବୁ। ମୁଁ ତତେ ଅଭିଶାପ ଦେଉଛି, ତୋ ସ୍ୱାମୀ ଆଉ ଏ ଜଙ୍ଗଲ ରାଜା ହେଇ ରହିବନି। ତମେ ସମସ୍ତେ ଆଜିଠୁ ଗରିବ ହେଇ ସାଧାରଣ ଜୀବନ ଯାପନ କରିବ। ଏମିତି କହି ପରୀ ସେଠାରୁ ଚାଲିଗଲା। ଚିଲର ସ୍ତ୍ରୀ ଘରକୁ ଫେରି ଦେଖିଲା ତାଙ୍କ ରାଜପ୍ରସାଦ ଟଙ୍କା ପଇସା ସବୁ ଅଦୃଶ୍ୟ ହେଇଯାଇଛି। ତା ବଦଳରେ ସେଠି ଗୋଟେ ଚାଳ ଘର ଅଛି। ଏମିତି ସେମାନେ ତାଙ୍କ ଲୋଭ ପାଇଁ ଗରିବ ହେଇ ନିଜ ଜୀବନ ବିତେଇଲେ।